ଆପଣଙ୍କ ପ୍ରତି ଈର୍ଷା କରୁଥିବା ଲୋକର 10ଟି ଲକ୍ଷଣ। ସମସ୍ତଙ୍କ ଆଗରେ ପରାମର୍ଶ ଦେଇ ଆପଣଙ୍କୁ ଅପମାନିତ କରିବେ। କେବେ ବି ଅଭିନନ୍ଦନ ଆପଣଙ୍କୁ ଜଣାଇବେ ନାହିଁ। ଯେତେବେଳେ କେହି ଆପଣଙ୍କୁ ମଜାକ କରୁଥିବେ ସେ ଜୋରରେ ହସିବେ। ଆପଣଙ୍କ ବିଷୟରେ ଖରାପ କଥା କହିବେ। କ୍ରୋଧିତ ମନ୍ତବ୍ୟ ଦେବେ। କୌଣସି କାରଣ ବିନା ଉପହାସ କରିବେ। ଆପଣଙ୍କର ସଫଳତାକୁ ଛୋଟ ମନେ କରିବେ। ଆଖିରେ ଆଖି ମିଶେଇବେ ନାହିଁ। ପ୍ରଶଂସାରେ ମଧ୍ୟ ଦୋଷ ଖୋଜିବେ। ଆପଣଙ୍କର ଖରାପ ଖବର ଜାଣିବାକୁ ବହୁତ ଆଗ୍ରହୀ ହେବେ। କଦମ କଦମ ବଢ଼ାଏ ଯା। ଏହା ଥିଲା ଆଜାଦ ହିନ୍ଦ ଫୌଜର ପ୍ରସିଦ୍ଧ ପଦ ସଞ୍ଚାଳନ ସଙ୍ଗୀତ। ଏହାକୁ 1942 ମସିହାରେ କ୍ୟାପ୍ଟେନ ରାମ ସିଂ ଠାକୁରୀ ସ୍ୱର କରିଥିବା ବେଳେ ଆଜି ମଧ୍ୟ ଏହି ଗୀତ ଭାରତୀୟ ସେନାର ପ୍ରମୁଖ ପ୍ରେରଣାଦାୟୀ ମାର୍ଚିଂ ଗୀତ ହୋଇ ରହିଛି। ନେତାଜୀ ସୁଭାଷ ଏବଂ ଆଜାଦ ହିନ୍ଦ ଫୌଜର ସୈନିକମାନଙ୍କ ବଳିଦାନର ସ୍ମୃତି ଚାରଣ କରୁଥିବା ଏହି ଗୀତକୁ ଗଣତନ୍ତ୍ର ଦିବସର ବିଟିଂ ରିଟ୍ରିଟ୍, ପରାକ୍ରମ ଦିବସ ପରି ବିଭିନ୍ନ ଜାତୀୟ ସମାରୋହରେ ସାମିଲ କରାଯାଉଛି। ବିଜୟ ଚୌକଠାରେ ହେଉଥିବା ବିଟିଂ ରିଟ୍ରିଟ୍ କାର୍ଯ୍ୟକ୍ରମ ଏହି ଗୀତ ସ୍ୱର ସହିତ ଶୁଭାରମ୍ଭ କରାଯାଉଛି। ଜନ ଗଣ ମନ। ଦେଶର ଜାତୀୟ ସଙ୍ଗୀତ ଜନ ଗଣ ମନ 1911 ମସିହାରେ ରବୀନ୍ଦ୍ରନାଥ ଠାକୁର ରଚନା କରିଥିଲେ। 1911 ମସିହା ଡିସେମ୍ବର 27 ତାରିଖରେ ଭାରତର ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ପ୍ରଥମେ ଏହାକୁ ଗାନ କରାଯାଇଥିଲା। 1919 ମସିହାରେ ପ୍ରଥମ ଥର ପାଇଁ କୋଲକାତା ବାହାରେ ଆନ୍ଧ୍ରପ୍ରଦେଶର ମଦନାପଲ୍ଲୀ ସ୍ଥିତ ବେସାନ୍ତ ଥିଓସଫିକାଲ କଲେଜରେ ଏହି ଗୀତ ଗାନ କରାଯାଇଥିଲା। 1950 ମସିହା ଜାନୁଆରୀ 24 ତାରିଖରେ ଦେଶର ସମ୍ବିଧାନ ସଭା ଏହାକୁ ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରିଥିଲା। ସ୍ୱାଧୀନତା ପୂର୍ବରୁ ଏହାକୁ 1945 ମସିହାରେ ଚଳଚ୍ଚିତ୍ର ହମରାହିର ଗୀତରେ ସାମିଲ କରାଯାଇଥିଲା। ଜାତୀୟ ସଙ୍ଗୀତ ଭାବେ ଏହା ପୁନଃ ସଂସ୍କରଣର ଏହା ଥିଲା ଏକ ଐତିହାସିକ ଏବଂ ପ୍ରାରମ୍ଭିକ ଉପଯୋଗ। ବିନୋତା ରାୟ ଏବଂ ସାଥୀମାନେ ଏହି ଗୀତକୁ ବଙ୍ଗଳା ନାଟକ ଉଦ୍ ଏର ପଥର ରିମେକ୍ ଥିଲା। ଜୟ ଶ୍ରୀ ଜଗନ୍ନାଥ।